ଏକାଦଶ ଅଧ୍ୟାୟ ଦଶାହ ବିଧି ଓ ନିସନ୍ତାନ ପ୍ରେତକୃତ ବିଚାର। ଶ୍ରୀ ଗରୁଡ଼ ଉବାଚ। ପୁନର୍ବାର ଗରୁଡ଼ ଯେ ହୋଇଣ ବିନୟୀ, ପାଦତଳେ ପ୍ରତି ମୁଖେ ବାଣୀ ଉଚ୍ଚାରଣ। ଏହି ଦିନହୀନ ପ୍ରତି ଦୟା କରି ଦେବ, ଦଶାହ ବିଧି ସଂକ୍ଷେପେ ବୁଝାଇ କହିବ। ଯେଉଁ ଜନନୀ ସନ୍ତାନ ହୋଇଣ ମରଇ, ତାର ପ୍ରେତକୃତ କିଏ କିପରି କରଇ। ବୁଝାଇ କହିବ ମୋତେ କମଳା ରମଣ, ତୁମେ ଆର୍ତ୍ତତାଣ ମୁହିଁ ଅଟେ ଆର୍ତ୍ତଜନ। ଗରୁଡ଼ ବଚନ ଶୁଣି ଦେବ ଯଦୁପତି, ମୃଦୁମନ୍ଦେ ହସି ଧୀରେ ବଚନ କହନ୍ତି। ଶ୍ରୀ ଭଗବାନ ଉବାଚ। ଆହେ ବିନତାନନ୍ଦନ ପଚାରିଲୁ ଯାହା, ସଂକ୍ଷେପରେ କହୁଅଛି ତତେ ମୁହିଁ ତାହା। ଦଶାହ ବିଧାନ ଦଶରାତ୍ରର ବିଧାନ, ଅପୁତ୍ରିକ ଜନର ଯେ ପ୍ରେତ କୃତ୍ୟମାନ। ସକଳ ବୁଝାଇ ମୁହିଁ କହିଦେବି ତତେ, ଧୀର ସ୍ଥିର ହୋଇ ଶୁଣ ତାହା ଶ୍ରଦ୍ଧା ଚିତ୍ତେ। ଦଶାହ ଦଶରାତ୍ରର କ୍ରିୟାବିଧିମାନ, କରିଲେ ସୁପୁତ୍ର ବାଚ୍ୟ ହୁଅନ୍ତିଟି ଜନ। ପିତୃଋଣ ପରିଶୋଧ ସେହି ଜନ କରେ, ଶତପୁତ୍ର ବୋଲିଣ ଚିହ୍ନା ଯାଏ ଜଗତରେ। ପୁତ୍ର ଧୈର୍ଯ୍ୟକୁ ଧରିଣ ଶୋକ ତ୍ୟାଗ କରି, ସାତ୍ୱିକ ଭାବରେ ପିତୃ ଯଜ୍ଞକୁ ଆଚରି। ପିତାଙ୍କର ପିଣ୍ଡ ଦାନ ଆଦି ପ୍ରେତ କର୍ମ, କରିବ କଦାପି ଅଶ୍ରୁ ନ କରି ବର୍ଜନ। ଯେବେ ବା ପୁତ୍ର କରଇ ଅଶ୍ରୁ ବିସର୍ଜନ, ବନ୍ଧୁମାନେ ଶୋକ ଯେବେ କରନ୍ତି କ୍ରନ୍ଦନ। ତେଣୁ ପ୍ରେତ ପିଣ୍ଡ ଅନ୍ନ ଭକ୍ଷି ନ ପାରଇ, ଏମାନଙ୍କ ଶୋକ ଦେଖି ବିକଳ ହୁଅଇ। ଏଣୁକରି ପ୍ରେତ କୃତ କରିବା କାଳରେ, ରୋଦନ କରିବ ନାହିଁ କଦାପି ଶୋକରେ। ସହସ୍ର ବର୍ଷ ଯଦ୍ୟପି ପ୍ରାଣୀ ବଞ୍ଚି ରହେ, ଆହୁରି ବଞ୍ଚିବା ପାଇଁ ମନେ ଭାବୁଥାଏ। କଦାପି ମରିବ ବୋଲି ମନେ ନ ଭାଳଇ, ଅମର ହୋଇବ ବୋଲି ସେ ଅଭିଳଷଇ। ଜନ୍ମ ହୋଇଲେ ମରଣ ନିଶ୍ଚୟ ଘଟିବ, ମରଣ ହେଲେ ଜନମ ନିଶ୍ଚୟ ଲଭିବ। ଜନ୍ମ ମରଣର ସତ୍ୟ ଭବ ବାରବାର, ମୁହୁଁ ମୁହୁଁ ଲାଗିଅଛି ସର୍ବଦା କାଳର। ମରଣ ପାଇଁକି କେବେ ଶୋଚନା ନ କରି, ଜନ୍ମ ମରଣ ବିଧାନେ ଦେବେ ବଳେ ବଳି। ମୃତ୍ୟୁମୁଖରେ ପତିତ ହୁଏ ଯେଉଁ ପ୍ରାଣୀ, କୋଟି ଭୟ କରିଲ ନ ଫେରେ ସେ ପୁଣି। ଯାହା ତ ହେବାର ତାହା ନିଶ୍ଚୟ ହୋଇବ, ନ ହେବାର କଥା ଗୋଟି କଦାପି ନ ହେବ। ଯଦି ବଦଳି ପାରନ୍ତା ନ ହୋଇବା କଥା, ପୂର୍ବ ମହାଜନେ କିମ୍ବା ନ କରନ୍ତେ ତଥା। ନଳରାମ ଯୁଧିଷ୍ଠିର ମହାବୀର ତିନି, ସତ୍ୟ ତ୍ରେତା ଦ୍ୱାପର ଯୁଗର କାରିଣୀ। କରି ନ ପାରିଲେ ଆନ ଦୈବର ଗତିକି, ମରଣ ଲଭିଲେ କାଳ ତେଜି ପୃଥିବୀକି। କଥା ମାତ୍ର ରହିଅଛି ପୁଣି ରହିଥିବ, ଚିରସ୍ଥାୟୀ ହୋଇ କରି କେହି ନ ରହିବ। ଦେବତା ଜନ୍ମଇ ଯେବେ ଦେହ ବହି ଏଥି, କାଳେ ମୃତ୍ୟୁ ଲଭି ରହେ ଥାଏ ସେହି ପୃଥି। ତେଣୁ ପ୍ରେତକୃତ୍ୟ ପିଣ୍ଡ ଦାନ ବେଳେ ପୁଣ, ଅଶ୍ରୁମୋଚନ କରିବା ଅଟେ ଅନୁକ୍ଷଣ। ଯେଉଁ କର୍ମକୁ କରିଲେ ସୁପୁତ୍ର ହୁଅଇ, ପିତୃଋଣ ମୁକ୍ତି ଯେ ସେ ପୁତ୍ର ଲଭଇ। ଧୈର୍ଯ୍ୟ ଧରି ପ୍ରେତ କୃତ୍ୟମାନଙ୍କୁ କରିବ, ସାତ୍ୱିକ ଭାବରେ ରହି ପିଣ୍ଡ ଦାନ ଦେବ। ଅଶ୍ରୁ ବର୍ଷଣ କରିଲେ ପିଣ୍ଡ ଦାନ କାଳେ, ପ୍ରେତ ସନ୍ତୋଷ ନ ହୁଏ ଏହି ଅଶ୍ରୁ ଜଳେ। ଏଣୁକରି ସୁବିବେକୀ ଜନ ଯେ ଅଟଇ, ଦଶାହ କର୍ମକୁ କରେ ଚିତ୍ତ ତୋଷ କହି। ପିତୃକାର୍ଯ୍ୟ ଯେଉଁ ଜନ କରଇ ହରଷେ, ସତ୍ପୁତ ବୋଲି ତାହାକୁ ପୁରାଣେ ଯେ ଭାସେ। ପୁତ୍ର ମୃତ୍ୟୁ ହୋଇଥିଲେ ପୁତ୍ର ବଧୂ କରେ, ପୁତ୍ର ନଥିଲେ ଭାରିଜା କରିବ ବିଧିରେ।
ଭାର୍ଯ୍ୟା ନଥିଲେ ବି ସତୋ ସହୋଦର ଭାଇ କରି। ଭ୍ରାତା ପୁତ୍ର ଥିଲେ ପିଣ୍ଡ ଦାନେ ଅଧିକାରୀ। ପୁତ୍ର ଅଭାବରେ ନାତି କରେ କର୍ମ ମାନ। ଅଧିକାରୀ ଅଟେ ସେହି ଶାସ୍ତ୍ରର ବିଧାନ। ମୃତାହ ଦିବସ ଠାରୁ ଦଶାହ ପର୍ଯ୍ୟନ୍ତ ପୂର୍ବୋକ୍ତ ବିଧାନେ ସେ କରିବେଟି ନିୟତ। ସହୋଦରଙ୍କ ମଧ୍ୟରେ ଜଣଙ୍କର ସୁତ ହୋଇଥାଏ ଯଦି ନ ହୁଅଇ କାହାରିତ। ସମସ୍ତଙ୍କର ସିନା ସେ ଅଟଇ କୁମର। ସମସ୍ତଙ୍କ ପିଣ୍ଡ ଦେବା ତାର ଅଧିକାର। ଏକ ପତି ଯେବେ ବହୁ ପତ୍ନୀ ବିଭା ହୋଇ ସନ୍ତାନହୀନା ହୁଅନ୍ତି ସବୁ ପତ୍ନୀ ତହିଁ। ଏକ ପତ୍ନୀର ହୁଅଇ ଯଦ୍ୟପି କୁମର ସର୍ବମାତା ପିତାଙ୍କର ପିଣ୍ଡେ ଅଧିକାର। ଏ ସମସ୍ତ ଅଭାବରେ ମିତ୍ର ଥାଏ ଯଦି ସେ କରିପାରିଲେ ଏହି ଦଶାହର ବିଧି। କ୍ରିୟାଲୋପ କଦାଚନ ନ କରିବ କେବେ। ଏତେ ଲୋକ ସେହି ପିଣ୍ଡ ଶ୍ରାଦ୍ଧାଦି କରିବେ। ଏ ସର୍ବ ଅଭାବୀ ଯଦି ହୋଇବ କାହାର କୁଳ ପୁରୋହିତ କାର୍ଯ୍ୟ କରିବେ ତାହାର। ସ୍ତ୍ରୀ କି ପୁରୁଷ ହେଉ ହୋଇଲେ ଅରକ୍ଷ ତାହାକୁ ଉଦ୍ଧାର କଲେ ପାଇବେଟି ମୋକ୍ଷ। ଅରକ୍ଷ ପ୍ରେତର ପ୍ରେତ କୃତ୍ୟ ଯେହୁ କରେ କୋଟି ଯଜ୍ଞ ଫଳ ଲାଭ କରେ ଏକାଥରେ। ପିତା ପିଣ୍ଡ ପୁତ୍ର କରେ ଶାସ୍ତ୍ରର ବିଧାନ। ଅଭାବ ହେଲେ ଏପରି ଦେବ ପିଣ୍ଡ ଦାନ। ମଧ୍ୟ ଜ୍ୟେଷ୍ଠ ଜନ ଯଦି ମରିଥାଇ କନିଷ୍ଠ ପିଣ୍ଡ ପ୍ରାପ୍ତେ ହୋଇ ନ ପାରଇ। ପିତା ଥିଲେ ପୁତ୍ର ପିଣ୍ଡ ଦାନ ପାଇବ। ଶାସ୍ତ୍ରରେ ଅଛଇ ବାବୁ ଏମନ୍ତ ଯେ ଭାବ। ସ୍ନେହ ହେତୁ ପିତା ଯେବେ ପୁତ୍ର ପ୍ରେତ କୃତ୍ୟ କରି ପିଣ୍ଡାଦି ଦିଅଇ ହୁଏ ନର୍କ ଗତ। ଗୋଟିଏ ପିତାର ଯେବେ ବହୁ ପୁତ୍ର ଥିବେ ସମସ୍ତେ ମିଳିଣ ଏକ ପିଣ୍ଡ ଯେ କରିବେ। ସର୍ବକେ ଏକ ଏକ କରି ପ୍ରେତ କୃତ କରି ଯମପୁରକୁ ଗମନ୍ତି ସେହୁ ପିଣ୍ଡକାରୀ। 10 ରାତ ପର୍ଯ୍ୟନ୍ତେ ପିଣ୍ଡ ଦାନ ଦେବେ ସପିଣ୍ଡୀକରଣ କରି ନିଶ୍ଚିତ ହୋଇବେ। ଜ୍ୟେଷ୍ଠ ପୁତ୍ର ଏହି କାର୍ଯ୍ୟ କରିବା ଉଚିତ। ତାହାର ଅଭାବେ କରି ପାରେ ତା କନିଷ୍ଠ। ପୁତ୍ରମାନେ ପିତୃଧନ ବାଣ୍ଟି ଘେନି ଯାନ୍ତି। ମାତ୍ର ପିଣ୍ଡ ଦାନ ବଡ଼ ପୁଅଙ୍କୁ ଦିଅନ୍ତି। ବାଣ୍ଟ କରି ଯଦ୍ୟପି କରନ୍ତି ପ୍ରେତ କୃତ୍ୟ କୁଫଳ ଫଳଇ ନିଶ୍ଚେ ହୁଅଇ ଅନିଷ୍ଟ। ସବୁ ବାଣ୍ଟି ହୋଇ ପାରେ ସମ୍ପତ୍ତି ଗୃହରେ ଶ୍ରାଦ୍ଧ ବାଣ୍ଟି ନ ହୁଅଇ ଜାଣିଥାନି କର। 10 ରାତ୍ରି ବିଧାନ ଯା ଆଗରୁ କହିଛି। ବଡ଼ ପୁଅ କରିବଟି ସେ କର୍ମକୁ ବାଛି। ପିତାମାତାଙ୍କୁ ଉଦ୍ଧାର କରି କ୍ରିୟା ଦାନେ। 10 ରାତ୍ରି କ୍ରିୟାମାନ କରିବ ବିଧାନେ। ବରଷ ଶେଷ ପର୍ଯ୍ୟନ୍ତ କ୍ରିୟାକୁ ଧରିବ। ଦିବସରେ ଏକ ଭାର ଭୋଜନ କରିବ। ଭୂମିରେ ଶୋଇବ ବ୍ରହ୍ମଚାରୀ ପରି ହୋଇ। ସପ୍ତବାର ପୃଥ୍ୱୀ ପର୍ଯ୍ୟଟନ ଯେ କରଇ। ତୀର୍ଥ ସେବା ସହିତରେ କରିବେଟି ଯାହା। ଫଳ ମିଳଇ ତ୍ରିବର୍ତ୍ତିକି ପ୍ରେତ କୃତେ ତାହା। କୁପି ବାମ୍ଫି ପୁଷ୍କରିଣୀ ଖନନ କରିଲେ। ବିଷ୍ଣୁ ଶିବାଦି ମନ୍ଦିର ତୋଳାଇଲେ ଭଲେ। ଯେଉଁ ପୁଣ୍ୟ ହୁଏ ପ୍ରେତ କୃତ୍ୟ କଲେ ପୁତ୍ର ନିଶ୍ଚୟ ଅଧିକ ଫଳ ପାଇବା ନିୟତ। କୂପ ତଡ଼ାଗ ଅଥବା ବିଶ୍ରାମ ମନ୍ଦିର ତୀର୍ଥରେ ବା ଦେବାଳୟ ସ୍ଥାନମାନଙ୍କର ଯେକୌଣସି ଏକ ସ୍ଥାନ ଗମନ କରିବ। ବିଶୁଦ୍ଧ ହୋଇଣ ବୃକ୍ଷ ମୂଳେ ବା ବସିବ। ମଣ୍ଡଳ ସଦୃଶ ଏକ ବେଦୀକି ନିର୍ମାଣି। ଗୋମୟ ଜଳେ ଲେପନ କରିବାକୁ ପୁଣି। ମନ୍ତ୍ର ଜଳ ଛିଞ୍ଚି ପୁଣି ବିଶୁଦ୍ଧ କରିବ। ତାହାର ଉପରେ କେକ୍ମୁ ଆଣି ଆଚ୍ଛାଦିବ। ବ୍ରାହ୍ମଣକୁ ସବେଷ୍ଟନୀ ତହିଁରେ କରିବ। ପାଦ୍ୟ ଅର୍ଘ୍ୟ ବିଧିମାନ ତହିଁ ନିଭାଇବ। ଅତସୀ ମନ୍ତ୍ରରେ କରି ଦଣ୍ଡ ପ୍ରଲମ୍ବନ। ସେହି ବେଦିକା ଉପରେ ଦେବ ପିଣ୍ଡ ଦାନ। ପିଣ୍ଡର ନିମନ୍ତେ କୁଶ ଆସନ ପାରିବ। ତହିଁ ପବିତ୍ର ଭାବରେ ପିଣ୍ଡେ ଆରମ୍ଭିବ। ଆତପ ତଣ୍ଡୁଳ ପାକ କରିବ ବିଧିରେ। ପଞ୍ଚାମୃତ ଦେଇ ପିଣ୍ଡ ଦେବ ବିଧାନରେ। ଅଥବା ଯବ ସେ ଶକ୍ତୁ ଦୁଗ୍ଧ ଖଣ୍ଡ ସହ ପିଣ୍ଡର ବିଧାନ ତହିଁ କରିବ ନିଶ୍ଚୟ।
ଅମାନ ଦୁଗ୍ଧ ଯେ ଖଣ୍ଡ ପାଚିଲା କଦଳୀ, ମିଶାଇ ପିଣ୍ଡ କରିବ ଯାକୁ ଯାହା ମିଳି। ଭୃଙ୍ଗରାଜ ପୁଷ୍ଟ ବେଣା ମୂଳକୁ ପିଣ୍ଡରେ, ଦେବ ଭକତି ଚିତ୍ତରେ ଯତ୍ନ ସହକାରେ। ଧୂପ ଦୀପ ନୈବେଦ୍ୟ ଯେ ସମର୍ପଣ କରି, ଗ୍ରାମୁକ ତାମ୍ବୁଳ ମୁଖ ବାସ ଯାଏ କରି। ପିଣ୍ଡ ପରି ନୂଆ ବସ୍ତ୍ର ଦେବଟି ଯତନେ, ବସ୍ତ୍ରାଭାବେ ନୂଆ ବସ୍ତ୍ର ଦେବ ଯେବ ବିଧାନେ। ତୁତପତ୍ର କାଳେ ବକି ଦେବ ବହି ତୋଷ, କାକ ବକି ଦେବ ବହି ତୋଷ। କଦାପି ମନ ମଧ୍ୟରେ ନୋହିବ ବିରସ, ସୁଧା ଭାବେ ଜଳାଞ୍ଜଳି ଆରପଣ କରି। ସୂର୍ଯ୍ୟାର୍ଘ୍ୟ ଦେବା ବିଧାନେ ମନ୍ତ୍ର କୁସୁମରେ, ମୋର ପ୍ରଦତ୍ତ ପଦାର୍ଥ ଅମୃତ କରିଣ। ପ୍ରେତ ରୂପୀ ପିତା ତୁମ୍ଭେ କର ହେ ଗ୍ରହଣ, ଆହେ ପ୍ରେତ ତୁମ୍ଭେ ଆସି ଏଠାରେ ପ୍ରବେଶ। କରି ଜଳି ତିଳୋଦକ ହୁଅ ସେ ସନ୍ତୋଷ। ପ୍ରେତର ଉଦ୍ଦେଶ୍ୟ ବିପ୍ର ଦେବ ଯେଉଁମାନେ, ପ୍ରେତ ଥାଏ ପାଏ ଏହା ଶାସ୍ତ୍ରର ବିଧାନେ। ମରିବା ଦିନରୁ ପ୍ରେତ ମୋକ୍ଷ ହେବା ଯାଏ, ସପପ୍ତିକରଣ ଯେଉଁ ଦିନ ପୁଣ ହୁଏ। ମରିବା ପୁରୁଷ ହେଉ ବିଧି ଅନୁସାରେ, ପ୍ରେତ କାର୍ଯ୍ୟ କରିବା ଭକତି ଭାବରେ। ପ୍ରଥମ ଦିନରୁ ଯେଉଁ ବିଧି ଶାସ୍ତ୍ର ଅଛି, ସେହି ବିଧାନରେ ପିଣ୍ଡ ଦେବ ପ୍ରେତ ବସ୍ଛି। ନବମ ଦିନ ପର୍ଯ୍ୟନ୍ତ ଏକ ଏକ ପିଣ୍ଡ, କରି ନ ତାରିବ ଦୁଃଖ ହେଳେ ପ୍ରେତ ପିଣ୍ଡ। ନବମୀ ଦିବସ ଠାରୁ ସପିଣ୍ଡିକ ଯାଏଁ, ବିଧି ଅନୁସାରେ କାର୍ଯ୍ୟମାନଙ୍କୁ କରାଏ। 10 ଦିନ କ୍ଷୌର ସ୍ନାନକୁ କରିବେ, ସ୍ନାନାନ୍ତେ ଯେ ପ୍ରେତ ସ୍ୱର୍ଗ ଗମନ କରିବେ। ଦୁର୍ବାଳାଜା ହସ୍ତେ ଧରି ବନ୍ଧୁ ଜ୍ଞାତେ ମିଳି, ନଦୀ ବା ପୋଖରୀ ଜଳେ ସ୍ନାନ କାର୍ଯ୍ୟ ସାରି। ପ୍ରଥମରେ ନାରୀମାନେ ସ୍ନାନ କରିବେ, ତାହାପରେ ପୁରୁଷେ ଯେ ସ୍ନାନ ଆଚରିବେ। ଦୁର୍ବାଲାଜା ଘେନି କରେ କାରଣ ଯେ ଏହି, ଧ୍ରୁବ ପରି ବଂଶ ବୃଦ୍ଧି ହୋଇବାରେ ପାଇଁ। ଲାଜା ଯେପରି ବିଶୁଦ୍ଧ ସ୍ୱଚ୍ଛ ଅତି ଦିଶେ, ସେହିପରି ବଂଶ ବିଶୁଦ୍ଧ ହୋଇବ ମାନସେ। ଲାଜା ଗ୍ରହଣ କରନ୍ତି ଜାଣ ବୈନେତେୟ, ଏହି କଥା ମାନ ଶୁଣ ମନେ କରିଥୟ। ଦୁର୍ବା ଓ ଲାଜାକୁ କରି ପ୍ରାର୍ଥନା ଏପରି, ବନ୍ଧୁ ବାନ୍ଧବ ସହିତ ଗୃହେ ଆସେ ଫେରି। 10ମ ଦିନରେ ଗଣ୍ଡା ଅବା ମୃଗ ମାଂସେ, ଶ୍ରାଦ୍ଧ ବିଧାନ କରିବ ମନୋର ସନ୍ତୋଷେ। ସର୍ବଯୁଗେ ମାଂସ ଶ୍ରାଦ୍ଧ ବିଧାନ ଅଛଇ, କଳି ଯୁଗରେ ନିଷେଧ ଶାସ୍ତ୍ର ଯେ କହଇ। ମାଂସ ସ୍ଥାନେ ମାଂସ ଦେବା ବିଧାନ ହୋଇଲା, ମାଂସ ପିଣ୍ଡେ ପିତୃଗଣ ସନ୍ତୋଷିଲେ ଭଲା। 10ମ ଦିନ ଯେ ସ୍ୱଲଗ୍ନିକି ଜ୍ଞାତିମାନେ, ମଣ୍ଡନ କରିବ ମୁଣ୍ଡେ ବିବିଧ ବିଧାନେ। ପ୍ରତିଦିନ 10 ଜଣ ବ୍ରାହ୍ମଣ ବରିବ, ସନ୍ତୋଷ ଚିତ୍ତେ ତାହାଙ୍କୁ ଭୋଜନ ଯେ ଦେବ। ଭୋଜନ ଶେଷେ ତାମ୍ବୁଳ ଦକ୍ଷିଣା ସହିତେ, ବିନୟ ଭାବରେ ଦେବ ନୋହି ଖେଦ ଚିତ୍ତେ। ଦେଶ ବିଦେଶରେ ପୁଣି ଭିନ୍ନ ଭିନ୍ନ ବିଧି, ଅଛି ଲୋକାଚାର ପୂର୍ବାପୂର୍ବ ଯେଉଁ ସିଦ୍ଧି। ପ୍ରେତ କୃତ୍ୟ ପିଣ୍ଡ ଦାନ ଦେବ, ଲୋକାଚାର ପଦ୍ଧତିକୁ ତିଳେ ନ ବର୍ଜିବ। ଶିଷ୍ଟାଚାର ଠାରୁ ବଳି ଅଟେ ଲୋକାଚାର, ଏହି କଥା ଗୋଟି ମନ ରଖ ପକ୍ଷୀବର। ବ୍ରାହ୍ମଣ ଭୋଜନ ଶେଷେ ବ୍ରାହ୍ମଣ ପ୍ରାର୍ଥନା, ପ୍ରେତ ମୁକ୍ତି ହେଉ ଆଶୀର୍ବାଦ କର କିନା। ନାରାୟଣ ନାମ ମନ୍ତ୍ର ସ୍ମରଣ କରିବ, ପ୍ରେତ ମୁକ୍ତି ପାଇଁ ତାଙ୍କୁ ପ୍ରାର୍ଥନା କରିବ। ଅତସୀ ବରନ ପ୍ରଭୁ ଯାହାଙ୍କ ଶରୀର, ପୀତ ବସ୍ତ୍ର ଶୋଭା ପାଏ ଅଙ୍ଗରେ ଯାହାର। ତ୍ରିତାପ ତାପ ହରିଣେ କାରି ବସୁଦେବ, ଦୟା କରି ପ୍ରେତ କୁହେ ଉଦ୍ଧାରନ୍ତୁ ଦେବ। ଅକ୍ଷୟ ଅଭୟ ନିରଞ୍ଜନ ଦେବ ହରି, କୃପାମୟ ଦୀନ ବନ୍ଧୁ ଅଘନାଶକାରୀ। ଅନନ୍ତ ମୁକୁନ୍ଦ ମଧୁସୂଦନ ମାଧବ, ପାପ ବିନାଶନ ଦେବ ଦେବ ହେ ମାଧବ। ମୁକୁନ୍ଦ ମାଧବ ଯଜ୍ଞ ପୁରୁଷ ଶ୍ରୀପତି, ତୁମ୍ଭର ଶରଣ ଗଲି ରଖ ବିଶ୍ୱପତି। ବିଶ୍ୱମ୍ବର ତୁମ୍ଭେ ଜଗତର ପାପ ନାଶ,
ଦୟାବହ ପ୍ରେତକୁ କରନ୍ତୁ ବିନାଶ। ପ୍ରତିଦିନ ଶ୍ରାଦ୍ଧ ଶେଷେ ପ୍ରାର୍ଥନା ଏପରି କରି ଶରଣ ପଶିବ ଶ୍ରୀପଦ ସୁମରି। ଦଶମ ରାତିର କାର୍ଯ୍ୟ କରୁଛି ଏଣିକି, ଶୁଣିଲେ ମନରୁ ଭ୍ରାନ୍ତି ତୁଟି ଯାଏନିକି। ସନ୍ଧ୍ୟା ସମୟରେ ସର୍ବଜ୍ଞାତିକୁ ଡାକିବ, ଦଶାହ ଅନ୍ନ ବ୍ୟଞ୍ଜନ ଭୋଜନ କରିବ। ଏକାବେଳେ ଅନ୍ନ ରାତ୍ର କାଳରେ ଭୁଞ୍ଜିବ, ଦିନବେଳେ ଉପବାସ କରିଣ ରହିବ। ଭୋଜନାନ୍ତେ ପାକ ହାଣ୍ଡି ମାନ ଠୁଳ କରି, ପାକ ପଦାର୍ଥ ରଖିବ ତହିଁ ଯତ୍ନ କରି। ପ୍ରେତ ପିଶାଚଙ୍କୁ ତୃପ୍ତି କରିବା ନିମନ୍ତେ, ସେହି ପିଣ୍ଡ ମାନ ଗ୍ରାମ ବାହାରର ପ୍ରାନ୍ତେ। ରଖିଦେଇଣ ଆସିବ ବିଷ୍ଣୁ ମନ୍ତ୍ର ଜପି, ତୈଳ ଦୀପ ଏକ ଜାଳିବ ଗୃହେ ଥାପି। ଉଜାଗରେ ସେହି ରଜନୀ ପୁହାଇବ ପୁଣି, ତୈଳ ଦୀପ ନ ଲିଭିବ ଏହା ଥାଅ ଜାଣି। ରାତ୍ର ଯାପନ କରିବ ଶ୍ରୀହରି ସୁମରି, ପ୍ରେତ ମୁକ୍ତି ପାଇଁ ଏହିପରି କର୍ମ କରି। ଦଶମ ଦିନ ରାତ୍ର କର୍ମ ମୁଁ କହିଲି, ଦଶାହ ବିଧି ବିଧାନ ସର୍ବ ଶୁଣାଇଲି। ଆଉ କିବା ଶୁଣିବାକୁ ଇଚ୍ଛା ଅଛି ତୋର, ପଚାରିଲେ କହିବେଉଁ ଜଣୁ ଭକ୍ତି ମୋର। ଶୁଣି ଏ ବଚନ ଅତି ବିନୟ ଭାବରେ, ଗରୁଡ଼ ପଡ଼ିଲା ପାଦେ ଭକତି ଅନ୍ତରେ। ଆହେ ସାଧୁ ସନ୍ତେ ମୋର ନ ଧରିବ ଦୋଷ, ଗୀତା ବନ୍ଦେ ବିଚରଇ ଆର୍ତ୍ତ ତ୍ରାଣ ଦାସ। ଗରୁଡ଼ ପୁରାଣ ବାଣୀ ଅପୂର୍ବ ଭାରତୀ, ଶୁଣିଲେ ପାପ ପଙ୍କରୁ ହୋଇବ ମୁକତି। ଦଶାହ ପିଣ୍ଡି ବିଧାନ ଦଶରାତ୍ରି ବିଧି, ଗରୁଡ଼େ କହିଲା ଥିଲେ ଯାହା ଦୟାନିଧି। ବ୍ୟାସଦେବଙ୍କ ଭକତି ଯେଉଁ ପ୍ରକାରେ, ସେହିପରି ଲେଖିକି ମୁଁ ଗୀତ ନିୟମରେ। 14 ଅକ୍ଷରୀ ବାଣୀ ରଚନା କରିଲି, ଦୋଷ ଥିଲା କ୍ଷମା ଦେବ ସାଧୁ ଏ ଭାବିଲି। ତେଣୁ ସାହସ କରିଲି ଲେଖିବା ପାଇଁକି, ଦୟାଳୁ ଅଟେ ସାଧୁ ଜନେ ସେ ବିବେକୀ। ଦୋଷ ନ ଘେନନ୍ତି ପରର ଯେ ଦୋଷ ଗୁଣ, ସେହି ହେତୁ କରିଲି ମୁଁ ପୁରାଣ ଲିଖନ। ତୁମ୍ଭ ପାଦ ପଦ୍ମେ ମୁହିଁ ଶରଣ ପଶିଲି, ଦୋଷ ଥିଲେ କ୍ଷମା ଦେବ ଶେଷେ ନିବେଦିଲି। ମୁହିଁ ଦୀନହୀନ ଆର୍ତ୍ତ ତୁମ୍ଭେ ଦୟାନିଧି, ଜାଣ ସକଳ ବିଦ୍ୟାଳ ସକଳ ଯେ ନୀତି। ଇତି ଶ୍ରୀ ଗରୁଡ଼ ପୁରାଣେ ନିମିଷୋପାଖ୍ୟାନେ ଭଗବତ ଗରୁଡ଼ ସମ୍ବାଦେ, ଦଶାହ ଓ ଦଶରାତ୍ର ବିଧି ବିଚାरणं ନାମ 14 ଅଧ୍ୟାୟଃ। ଆନନ୍ଦିକ ଭାର ହରି ବୋଲ।